ଅଶୁଭ ହୋଇଥାଏ। ନମ୍ବର 5, ଗୋଟିଏ ନଡ଼ିଆକୁ ହଳଦିଆ କପଡ଼ାରେ ବାନ୍ଧି ଠାକୁର ଘରେ କିମ୍ବା ପଇସା ରଖୁଥିବା ସ୍ଥାନରେ ରଖିଲେ ଶୁଭ ହୋଇଥାଏ ଏବଂ ଧନ ପ୍ରାପ୍ତି ହୋଇଥାଏ। ନମ୍ବର 6, ଗୁରୁବାର ଦିନ ଗୋରୁ ଓ ଧାନ ଚାଉଳ ବିକ୍ରି କଲେ ଲୋକ ଦାରିଦ୍ର୍ୟ ହୁଏ ଓ ଘରେ ଅଭାବ ଅନାଟନ ଦେଖାଦିଏ ଏବଂ ଋଣ ଭାର ବୃଦ୍ଧି ପାଇଥାଏ। ନମ୍ବର 7, ରୋଷେଇ ଘରେ ଭୋଜନ ବନାଇବା ସମୟରେ ଆପଣଙ୍କ ମୁଖ ଉତ୍ତର କିମ୍ବା ଦକ୍ଷିଣ ଦିଗକୁ କରିବା ଉଚିତ। ନମ୍ବର 9, ରୋଷେଇ ଘରେ ଠାକୁର ଘର ରଖିବା ଉଚିତ ନୁହେଁ। ନମ୍ବର 10, ରୋଷେଇ ଘର କାନ୍ଥକୁ ଲାଗି ଶୌଚାଳୟ ନିର୍ମାଣ କେବେ ବି କରିବେ ନାହିଁ। ସକାଳେ ଉଠିବା ମାତ୍ରେ ପୁନର୍ବାର ଖଟ ଉପରେ ଶୋଇବା ଉଚିତ ନୁହେଁ। ପ୍ରତ୍ୟେକ ପୂର୍ଣ୍ଣିମା ଦିନ ଘର ଦୁଆର ବନ୍ଧ ଉପରେ ହଳଦିଆରେ ସ୍ୱସ୍ତିକ ଚିହ୍ନ କରନ୍ତୁ। ଏହା ଶୁଭଦାୟକ ହୋଇଥାଏ ଏବଂ ଘରକୁ ସୁଖ ଶାନ୍ତି ପ୍ରସ୍ତୁତ ସବୁ ଦିନ ପାଇଁ ବଜାଇ ରଖିଥାଏ। ସ୍ୱାମୀ ସ୍ତ୍ରୀଙ୍କ ରୁମ୍ର କାନ୍ଥ କେବେ ବି ଧଳା ରଙ୍ଗ କରନ୍ତୁ ନାହିଁ। ଏହାଦ୍ୱାରା ସମ୍ପର୍କ ଖରାପ ହୋଇଥାଏ। ଗୋଲାପ ଫୁଲର ସୁଗନ୍ଧ ମା ଲକ୍ଷ୍ମୀଙ୍କୁ ଆକର୍ଷିତ କରିଥାଏ ଏବଂ କରଜରୁ ମୁକ୍ତି କିମ୍ବା ଧନ ପ୍ରାପ୍ତି ପାଇଁ ମା ଲକ୍ଷ୍ମୀଙ୍କୁ ପାନପତ୍ର ଉପରେ ଗୋଲାପ ଫୁଲ ରଖି ଅର୍ପଣ ନିହାତି କରନ୍ତୁ। ସ୍ତ୍ରୀ ଲୋକମାନେ ଦଣ୍ଡବତ ପ୍ରଣାମ କରିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଗର୍ଭବତୀ ମହିଳାମାନେ ଶିବଲିଙ୍ଗ ସ୍ପର୍ଶ କରିବା ଅନୁଚିତ। ମଙ୍ଗଳବାର ବ୍ରତ କରିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ଦୁର୍ଘଟଣା ଜନିତ ସମସ୍ୟା ଦୂର ହେବା ସହିତ ଉଚ୍ଚ ରକ୍ତଚାପ ଏବଂ ରକ୍ତ ସମ୍ପର୍କିତ ରୋଗ ଦୂର ହୋଇଥାଏ। ବ୍ୟବସାୟରେ କିଛି ସମସ୍ୟା